ବହୁତ ପୁରୁଣା ଦିନର କଥା। ଗୋଟେ ଗାଁରେ ଦୁଇ ଭାଇ ରହୁଥିଲେ। ବଡ଼ ଭାଇ ଶିବମୋହନ, ସାନ ଭାଇ ପ୍ରୀତମ। ବଡ଼ ଭାଇ ଶିବମୋହନ ବହୁତ ବଡ଼ ଧନୀ ଥିଲେ। ତାଙ୍କର ବଡ଼ ବଙ୍ଗଳା, ଗାଡ଼ି, ସମ୍ପତ୍ତି, ଚାକର ସବୁ କିଛି ଥିଲା। କୌଣସି ଜିନିଷରେ ଅଭାବ ନଥିଲା। କିନ୍ତୁ ସେ ଜଣେ ବଡ଼ କଞ୍ଜୁସ ଲୋକ ଥିଲେ। ମନରେ ତାଙ୍କର ବହୁତ ଅହଙ୍କାର। ଗରିବ ଲୋକଙ୍କୁ ସେ ବହୁତ ଘୃଣା କରନ୍ତି। କିନ୍ତୁ ଆଉ ଗୋଟେ ପଟେ ସାନ ଭାଇ ପ୍ରୀତମ ବହୁତ ଗରିବ ଥିଲେ। ଏତେ ଗରିବ ଯେ ଦିନରେ 2 ବେଳ ଖାଇବାକୁ ତାଙ୍କ ପାଖରେ ନଥାଏ। କିନ୍ତୁ ତାଙ୍କ ମନରେ ସେ ବହୁତ ଶାନ୍ତି ଥିଲେ। ସେ ମନରେ ସବୁବେଳେ ଭାବନ୍ତି, ଯାହା ମୋତେ ଭଗବାନ ଦେଇଛନ୍ତି, ଯେତିକି ଦେଇଛନ୍ତି ମୋର ସେତିକିରେ ଖୁସି। ସେ ଭଗବାନଙ୍କୁ ବହୁତ ମାନନ୍ତି। ତାଙ୍କ ମନରେ ସେ ବହୁତ ଦୟାଳୁ, ସଚଟପଣିଆର ଲୋକ ଥିଲେ। ତାଙ୍କ ଘରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ବହୁତ ସମ୍ମାନ ପାଉଥିଲେ। ତାଙ୍କ ପାଖରେ ଯାହା ଅଛି ସେ ସବୁ ଦେଇକି ଅତିଥିମାନଙ୍କ ସେବା କରନ୍ତି। ଗୋଟେ ଦିନ ତାଙ୍କ ଗାଁକୁ ଜଣେ ବୁଢ଼ା ଲୋକ ଯାତ୍ରୀ ଆସି ଶିବମୋହନଙ୍କ ଘରେ ଯାଇ ପହଞ୍ଚିଲେ। ତାଙ୍କ ଘରର କବାଟ ପିଟିଲେ। ଶିବମୋହନ ଆସି କବାଟ ଖୋଲିଲେ। ବୁଢ଼ା ଲୋକଟି କହିଲେ, ପୁଅ, ମୋ ପାଖରେ କିଛି ନାହିଁ। ମୁଁ ଏ ଗାଁକୁ ନୂଆ ଆସିଛି। ମୋତେ ଗୋଟେ ରାତି ପାଇଁ ତୁମେ ତୁମ ଘରେ ରହିବାକୁ ଜାଗା ଦେଇପାରିବ? ଏକଥା ଶୁଣି ସାରିବା ପରେ ଶିବମୋହନ ବହୁତ ରାଗିଗଲେ। ରାଗିକିରି କହିଲେ, ମୋ ଘରକୁ ତୁମେ କ'ଣ ଧର୍ମଶାଳା ଭାବୁଛ? ମୁଁ ତୁମକୁ ମୋ ଘରେ ରହିବାକୁ ଦେବି? ତୁମେ ଏଠୁ ଯାଅ। ଏଠି ଗୋଟେ ଭଙ୍ଗାରୁଜା ଘର ଅଛି, ପ୍ରୀତମର ଘର। ସେ ବହୁତ ଭଲ ମନର ଲୋକ। ଯାଅ ଏଠୁ, ସେଇଠି ରହିବ। ବହୁତ ଅହଙ୍କାରରେ କହିଲେ। ବୁଢ଼ା ଲୋକଟି ମନ ଦୁଃଖ କଲେ, ଆଉ ସବୁ କିଛି ବୁଝିଗଲେ। ତାପରେ ସେ ସେଠୁ ଚୁପଚାପ ପଳେଇ ଆସିଲେ। ଆସିବା ପରେ ପ୍ରୀତମ ଘରେ ଯାଇ ପହଞ୍ଚିଲେ। ପ୍ରୀତମ ବୁଢ଼ା ଲୋକଟିକୁ ଦେଖିକି ପ୍ରଥମ ମନ ଖୁସିରେ ହସିଦେଲେ। କହିଲେ, ଆସ ବାବା, ମୋ ଘର ଭିତରକୁ ଆସ। ପ୍ରଥମେ ଚାଲ, ତମେ ବହୁତ ଥକି ଯାଇଛ, ଭୋକରେ ବି ଥିବ। ଏତେ କୋମଳ ବ୍ୟବହାର ପ୍ରୀତମର ଦେଖିକି ବୁଢ଼ା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରୀତମର ଘରେ ଖାଇବାକୁ କିଛି ନଥାଏ। କେବଳ 2 ଖଣ୍ଡ ରୁଟି, ଲୁଣ, ପାଣି ଥାଏ। ଯାହା ବି ଅଛି ବହୁତ ସମ୍ମାନର ସହିତ ପ୍ରୀତମ ବୁଢ଼ା ଲୋକଙ୍କୁ ଖାଇବାକୁ ଦେଲେ। ବୁଢ଼ା ଲୋକ ଅନୁଭବ କଲେ, ଏ ଧନ ସମ୍ପତ୍ତିରେ ବହୁତ ଗରିବ ସତ, କିନ୍ତୁ ମନରେ ବହୁତ ବଡ଼ ଧନୀ। ରାତିରେ ବୁଢ଼ା ଲୋକ କହିଲେ, ଜାଣିଛ ପୁଅ, ଗୋଟେ ଦିନ ତଳର କଥା। ମୁଁ ଏ ଗାଁର ବହୁତ ବଡ଼ ଧନୀ ଲୋକ ଥିଲି। ମୋ ପାଖରେ ବହୁତ ସୁନା ଥିଲା। କିନ୍ତୁ ଗୋଟେ ଦୁର୍ଘଟଣାରେ ମୋ ସ୍ତ୍ରୀ, ମୋ ପୁଅ ମୋତେ ଛାଡ଼ି ଆରପାରିକୁ ଚାଲିଗଲେ। ଦୁଃଖରେ ମୁଁ ଏ ଦୁନିଆକୁ ଛାଡ଼ିଦେଲି। ତୀର୍ଥଯାତ୍ରାରେ ବାହାରିଗଲି। କିନ୍ତୁ ତୀର୍ଥଯାତ୍ରାକୁ ଯିବା ପୂର୍ବରୁ ମୁଁ ଜଙ୍ଗଲରେ ଗୋଟେ ଗୁପ୍ତ ଜାଗାରେ ମୋର ସବୁଯାକ ସୁନା ଲୁଚେଇକି ପୋତି ଦେଇଛି। କିନ୍ତୁ ରାସ୍ତାରେ ମୁଁ ଗୋଟେ ସୁନାର ଇଟା ବିକିବାକୁ ଯାଇଥିଲି। ଏ ସୁନାର ଇଟା ସୁନାରୀ ଯେତେବେଳେ ଦେଖିଲେ, ମୋ ସୁନା ଇଟାରେ ତାଙ୍କର ବହୁତ ଲୋଭ ହେଲା। ମୋ ଉପରେ ଚୋରିର ମିଛ କେସ୍ କରିଦେଲେ। ତା ପରଠାରୁ ମୁଁ ବହୁତ ବର୍ଷ ହେଇଗଲାଣି ଜେଲରେ ଥିଲି। ଏବେ ଜେଲରୁ ଫେରିଲି। ମୁଁ ଚାହୁଁଛି ମୋ ପୁରୁଣା ସୁନା ଯାହା ମୁଁ ମାଟି ତଳେ ପୋତିକି ରଖିଛି, ସେ ସବୁକୁ ବାହାର କରିବା ପାଇଁ। ଯଦି ଏସବୁ ସୁନାକୁ ମାଟି ତଳୁ ବାହାର କରିବା ପାଇଁ ମୋତେ ତୁମେ ସାହାଯ୍ୟ କରିବ, ତେବେ ମୁଁ ତୁମକୁ ସେ ସୁନାର ଅଧା ତୁମକୁ ଦେଇଦେବି। ଏ କଥା ଶୁଣିବା ପରେ ପ୍ରୀତମ ଖୁସି ଖୁସିରେ ରାଜି ହୋଇଗଲେ। ସକାଳ ହେବା ପୂର୍ବରୁ 2 ଜଣ ଯାଇ ଜଙ୍ଗଲରେ ପହଞ୍ଚିଗଲେ। କିନ୍ତୁ ଜଙ୍ଗଲ ଏତେ ଗଛଲତାରେ ଭରିପୂର୍ଣ୍ଣ ଥିଲା ଯେ ବୁଢ଼ା ଲୋକ ଆଉ ଭଲ ଭାବରେ ଜାଣିପାରୁନଥାନ୍ତି ସେ କେଉଁ ଜାଗାରେ ତାଙ୍କ ଖଜାନା ପୋତିଛନ୍ତି। ବହୁତ ଖୋଜାଖୋଜି ପରେ ସେ ଯେଉଁ ବରଗଛ ତଳେ ପୋତିଥିଲେ ପାଇଲେ। ପାଇବା ପରେ ମାଟି ଖୋଳିବା ଆରମ୍ଭ କଲେ। ମାଟି ଖୋଳିବା କିଛି ସମୟ ପରେ ମାଟି ତଳୁ ଗୋଟେ ପୁରୁଣା କାଠ ବାକ୍ସ ବାହାରିଲା। ସେ ବାକ୍ସକୁ ଘରେ ଆଣି ଖୋଲିଲେ ତ ବାକ୍ସରେ ବହୁତ ସୁନାର ଇଟା, ସୁନାର ପଇସା, ଅଳଙ୍କାର ବାହାରିଲା। ବୁଢ଼ା ବାବା କହିଥିବା ହିସାବରେ ଅଧା ସୁନା ପ୍ରୀତମକୁ ଦେଇଦେଲେ। କିନ୍ତୁ କହିଗଲେ, ଲୋଭରୁ ବଞ୍ଚିକି ରହିବୁ ପୁଅ, କାରଣ ଅଧିକ ଧନ କ୍ଷତିର କାରଣ ମଧ୍ୟ ହୋଇପାରେ। ଏଇ କଥା ଶୁଣିବା ପରେ ପ୍ରୀତମ କହିଲେ, ଠିକ୍ ଅଛି ବାବା, ମୁଁ କେବେ ବି ଅଧିକ ଲୋଭ କରିବିନି। ପ୍ରୀତମ ଧୀରେ ଧୀରେ ଅଳ୍ପ ଅଳ୍ପ କରି ସୁନା ବିକିଲେ। ଭଲ ଘର ତିଆରି କଲେ। ଆରାମରେ ଜୀବନ ବିତାଇଲେ। କିନ୍ତୁ ତାଙ୍କ ବ୍ୟବହାରରେ କେବେ ବି ଅହଙ୍କାର ନା ଲୋଭ କିଛି ରହିଲାନି। ସେ ଗରିବ ଲୋକମାନଙ୍କୁ ସାହାଯ୍ୟ କଲେ, ଅତିଥିମାନଙ୍କୁ ସମ୍ମାନ କରୁଥିଲେ। ପ୍ରୀତମର ସ୍ତ୍ରୀ ଲୋଭରେ
ଖଜାନା କଥା ତାଙ୍କ ବଡ଼ ଯା ମାନେ ଶିବମୋହନଙ୍କ ସ୍ତ୍ରୀକୁ କହିଦେଲେ। ଏକଥା ଶୁଣିବା ପରେ ସାଙ୍ଗେ ସାଙ୍ଗେ ଆସି ସେ ତାଙ୍କ ସ୍ୱାମୀକୁ ଶିବମୋହନକୁ ଏକଥା କହିଲେ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଲୋଭରେ ଅନ୍ଧ ହୋଇଗଲେ। ଶିବମୋହନ ରାତିରେ ଖଜାନା ଖୋଜିବା ପାଇଁ ଜଙ୍ଗଲକୁ ବାହାରିଗଲେ, କିନ୍ତୁ ସେଇଠି ତାଙ୍କୁ କିଛି ମିଳିଲାନି, କାରଣ ପ୍ରୀତମ ପ୍ରଥମରୁ ହିଁ ସେ ସବୁ ଖଜାନା ବାହାର କରି ନେଇଯାଇଥିଲେ। ସେପଟରେ ଶିବମୋହନଙ୍କ ସ୍ତ୍ରୀ ଘରେ ଏକା ଥିଲେ। ଚୋରମାନେ ସୁଯୋଗ ଦେଖି ଶିବମୋହନଙ୍କ ଘରୁ ସବୁ ଜିନିଷ ଚୋରି କରି ନେଇଗଲେ। ଜଙ୍ଗଲରୁ ଯେତେବେଳେ ଶିବମୋହନ ଘରକୁ ଫେରିଲେ, ଘରେ ଆଉ କିଛି ଜିନିଷ ନାହିଁ। ସ୍ତ୍ରୀ ମୁଣ୍ଡ ପିଟି କାନ୍ଦୁଛନ୍ତି। ଏସବୁ ଦେଖିକି ଶିବମୋହନ ତାଙ୍କ ସ୍ତ୍ରୀକୁ କହିଲେ, ଏସବୁ କେବଳ ତୁମ ପାଇଁ ହେଇଛି, ତୁମ ଲୋଭ ପାଇଁ ମଧ୍ୟ। ସ୍ତ୍ରୀ ରାଗିକି କହିଲେ, ହଁ, ସବୁ ତ ମୋ ପାଇଁ ହେଇଛି, କିନ୍ତୁ ତୁମ ଲୋଭ କଥା ତ କହୁନ। ତୁମେ ତ ଲୋଭରେ ଜଙ୍ଗଲକୁ ଖଜାନା ଖୋଜିବାକୁ ଯାଇଥିଲ। ଦୁଇ ଜଣଙ୍କୁ ଦୋଷ ଦେବାକୁ ଲାଗିଲେ। ଅହଙ୍କାର, ହିଂସା ତାଙ୍କ ଦୁଇ ଜଣଙ୍କ ସ୍ୱାମୀ ସ୍ତ୍ରୀଙ୍କୁ ଜୀବନ ବର୍ବାଦ କରିଦେଲା। କିଛି ଦିନ ପରେ ସେହି ବୁଢ଼ା ବାବା ଫେରେ ଆସିଲେ। ପ୍ରୀତମ ତାଙ୍କୁ ସବୁ ସତ କଥା କହିଲେ, ଆଉ ବଞ୍ଚିଥିବା ସୁନା ବୁଢ଼ା ବାବାଙ୍କ ପାଦ ତଳେ ରଖିଦେଲେ। ବାବା ହସିକି କହିଲେ, ଏ ଖଜାନା ତୁମର, ତୁମ ସଚଟ ପଣିଆର କମାଇ। ଏସବୁରେ ତୁମର ହକ୍ ଅଛି। ପ୍ରୀତମ ଆଖିରେ ଲୁହ ଆସିଗଲା। ସେ କହିଲେ, ବାବା, ଏଠୁ ତୁମେ ଆଉ କୁଆଡ଼େ ଯିବନି। ତୁମେ ମୋତେ ମୋ ବାପା ପରୀକ୍ଷା ଲାଗୁଛ। ତୁମେ ଆମ ସହିତ ରୁହ। ବାବା ବହୁତ ପ୍ରେମ ସେ ହଁ କହିଲେ। ପ୍ରୀତମ ବାକି ଖଜାନାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଦେଲେ। ତାଙ୍କ ସ୍ତ୍ରୀ ବାବାଙ୍କ ସହିତ ବହୁତ ଭଲରେ ସଚଟପଣିଆର ସହିତ ଜୀବନଯାପନ କଲେ। ଏ କାହାଣୀ ଆମକୁ ଏହା ଶିକ୍ଷା ଦେଉଛି ଯେ ଅତିଥି ଆମର ହେଉଛନ୍ତି ଭଗବାନ ସମାନ। ଯିଏ ଅତିଥିମାନଙ୍କୁ ସମ୍ମାନ କରନ୍ତି ସେ ହିଁ ସତ ମଣିଷ। ହିଂସା, ଅହଙ୍କାର ମଣିଷର ସବୁ କିଛି ଛଡ଼େଇ ନିଏ। ଧନୀ ହେବାଠାରୁ ବଡ଼ ଭଲ ମନର ମଣିଷ ହେବା। ଲୋଭ ମଣିଷକୁ ସବୁବେଳେ କ୍ଷତିରେ ପକାଏ। ଯିଏ ମନରେ ଶାନ୍ତି ଅଛି ପ୍ରକୃତରେ ସିଏ ହିଁ ବଡ଼ ଧନୀ। ଆପଣମାନଙ୍କୁ ଯଦି ମୋ କାହାଣୀଟି ଭଲ ଲାଗିଥିବ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। କାହାଣୀଟି କିପରି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।